ସାଙ୍ଗମାନେ ଶ୍ରାବଣ ମାସର ବୋଲବମ୍ ଭିଡ଼ିଓଟା ରହିଯାଇଥିଲା, ତେଣୁକରି ପଛରେ ଏଡ଼ିଟିଂ କରି ଛାଡ଼ି ବୋଲି ରଖିଦେଇଥିଲି। ତ ଏବେ ଆମେ ଆସିକି ପହଞ୍ଚିଗଲୁ କଟକର ଧବଳେଶ୍ୱର ପୀଠ ପାଖରେ। ସେଠି ଆମେ ଚା ଫା ଟିକେ ପିଇଲୁ, ସନ୍ଧ୍ୟାବେଳେ ଦେଖିଲୁ ଲୋକ କେତେ କ'ଣ ହେଇଛନ୍ତି। ଚା ଫା ପିଇ ସାରିଲା ପରେ ପୁରୀ ବାହାରିବୁ ବୋଲି ରହିଗଲୁ। ଆସିକି ପୁରୀରେ ରାତି 1:30ରେ ପହଞ୍ଚିଗଲୁ। ଏବେ ଦେଖନ୍ତୁ ପୁରୀରେ ସନ୍ଧ୍ୟା ଆଉ ତ ପହଞ୍ଚି ପାରିଲୁନି, ଲେଟ୍ ହେଇଗଲା। ବର୍ତ୍ତମାନ କିଛି ଖାଇନଥିଲୁ, କ'ଣ ଖାଇବା ପାଇଁ ପ୍ରୋଗ୍ରାମ୍ କରୁଛୁ। କାରଣ ଛେନା ଫେନା କ'ଣ ରାବିଡ଼ି ହବ। ତ ରାତି 1:30ରେ ଆମକୁ ଏଠି ଛେନା ଭାଇଙ୍କ ପାଖରେ ମିଳିଗଲା। ତ ସମସ୍ତେ ଆମେ ଖାଇଦେଲୁ ଛେନା ଫେନା। ତାପରେ ବିଚ୍ ଆଡ଼େ ବାହାରିଲୁ ବୁଲିବା ପାଇଁ। ବିଚ୍ ଆଡ଼େ ଗଲାବେଳକୁ ଦେଖିଲୁ ଚା ଦୋକାନଟେ ଖୋଲା ଅଛି। ସମସ୍ତେ ଚାହା ପିଇଲେ, ମୁଁ ପିଇଲିନି କାହିଁକିନା ପେଟ ଗରମ ହେଇଯିବ ରାତିରେ। ତ ସମସ୍ତେ ପିଆପିଇ କରିସାରିଲା ପରେ ଆମେ ଦୁଇ ଜଣ ଫଟୋ ଭିଡ଼ିଓ ଟିକେ ଉଠେଇଲୁ ରାତିରେ। ତ କହିଲୁ ଚାଲନ୍ତୁ ସକାଳୁ ସକାଳୁ ପଳେଇବା ସିଆଡ଼େ ଆଉ। ତ ପୁରୀରୁ କୋଣାର୍କ ରୋଡ଼ ଗଲାବେଳେ ଏଇଠି ଚାହା ରହିଯାଇଥିଲୁ ରାତିରେ। ତ ଏଇଠି ଆସିକି ସକାଳୁ ସକାଳୁ ଭୋର ଦୋକାନ ଖୋଲିଗଲା। ଦୋକାନରେ ସକାଳୁ ସକାଳୁ ଟିକେ ପାଣି ଫାଣି ପିଇକି ଚାହା ଟିକେ ପିଇଲୁ, ଫ୍ରେଶ୍ ଲାଗିଲା। ତ ୟା ପରେ ପାଣି ଉଠେଇବା ଆଉ। ତ ନଦୀରେ ଦେଖୁନ କେତେ ପାଣି, ଏଇଠୁ ଆମେ ପାଣି ଉଠେଇବୁ ଆଉ। ତ ପାଣି ଉଠେଇକି ପୂଜା ଫୂଜା କରିସାରିଲୁଣି। ଏବେ ଆମେ ନାଉ ଡେଇଁକି ଖାଲି ଠାକୁରଙ୍କ ପାଖକୁ ଯିବା। ତ ସାନନ୍ଦେ ପୂଜା ପାଠ କରିକି ଆଉ ଯାହା ବାକି କାମ ସବୁ କରିକି ଯିବା ଆଉ। ତ ପୂଜା ପାଠ ସବୁ ସାରିଲା ପରେ ଆମେ ଏବେ ନାରା ନେଇକି ବାହାରିଲୁ ସିଧା ମନ୍ଦିର ଆଉ। ତ ଭୋରୁ ଭୋରୁ ପାଣି ଉଠେଇଲୁ, ସେ 8:30 ପର୍ଯ୍ୟନ୍ତ ଆସିକି ଜଗନ୍ନାଥ ମନ୍ଦିରରେ ପହଞ୍ଚିଗଲୁ। ତାପରେ ଅଧଘଣ୍ଟା ଲାଗିଲା ଲୋକନାଥ ମନ୍ଦିର ଯିବା ପାଇଁ। ତ ଦେଖନ୍ତୁ ଆଜି କେତେ ଭିଡ଼, ବହୁତ ଲୋକ ଆସିଥିଲେ ନା। ଶ୍ରାବଣ ଫାଷ୍ଟ ସୋମବାର ଭିଡ଼ିଓଟା ରହିଯାଇଥିଲା। ତ ଏଇଟାକୁ ଏଡ଼ିଟିଂ କରି ପକାଇଦେଲି ଆଉ। ତ ଦେଖନ୍ତୁ କେତେ ସୁନ୍ଦର ହେଇଛି, ବହୁତ ଲୋକ ନା। ଟିଟୁ ଭାଇ ଚାଲିଲେ ସି ବିଚ୍। ସାଙ୍ଗମାନେ କିଏ ଗାଧେଇବ ସମୁଦ୍ର କୂଳରେ ଆସ ହେଲା। ମୁଁ ଏକୁଟିଆ ଗାଧେଇବିନି, ଆଉ 4-5 ଜଣ ଧରିକି ଆଇଛି। ତମର ଗାଧେଇବାର ଇଚ୍ଛା ଅଛି ତ? ସମୁଦ୍ର କୂଳରେ ଟିକେ ଗୀତ ଗାଇବାକୁ ଇଚ୍ଛା ହେଲା ବୋଲି ବସିକି ଭଲ ହଉଥିଲି। ତ ସମସ୍ତଙ୍କୁ କହିଲେ ଆସ ଗାଧେଇବା। ମୁଁ କହିଲି ନାଇଁ ତମେ ଗାଧ, ମୁଁ ଫଟୋ ଭିଡ଼ିଓ ଟିକେ କରିବି। ଆଉ ଭାଇ ଆମର ବସିଛନ୍ତି ଏଠି, ସେ କହିଲେ ମୁଁ ଗାଧେଇବିନି ତମେ ଗାଧାଅ ଆଉ। ମଥର ଆଉ ପଳେଇ ଆସିଲୁ। ଟିକେ ଖୁସିରେ ଏନ୍ଜୟ କରୁଛୁ କାହିଁକିନା ବାଧା ଟିକେ ହାଲକା ହେଉଥିଲା। ତ ଟିକେ ଫ୍ରି ଲାଗିବ ବୋଲି ଆମେ ଗାଧୁଆ ପାଧୁଆ କଲୁ ସମୁଦ୍ରରେ। ଆଉ ଦେଖନ୍ତୁ କେମିତି କ'ଣ ମଜାମସ୍ତି କରୁଛୁ ଆଉ। ସାଙ୍ଗେ ସାଙ୍ଗେ ପ୍ଲାନିଂ କଲୁ, ଛୁଆରାଙ୍କୁ ସବୁ ଧରିକି ପଳେଇ ଆସିଲି ପୁରୀ। କ'ଣ ପାଇଁ? ସମୁଦ୍ର କୂଳରେ ଗାଧୋଇବା ପାଇଁ। ଦେଖ ଇଏ ବାଛୁରୀ ଗୋଟେ, ଇଏ 2ଟା ବାଛୁରୀ ଏଠି ଗାଧଉଛନ୍ତି ହେଲା। ଏଇଟା ଗୋଟେ ବଡ଼ ବାଛୁରୀ, ଏଟା ଗୋଟେ ବୁଡ଼ିକି ପଳେଇଲାଣି ଗୋଟେ। ଆଉ ଏଇଟା 2ଟା ଆଉ ଜଣେ ଫୋନ ସବୁ ଜଗିଛନ୍ତି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ତ ପୁରୀରେ ଗାଧୋଇକି ଆସିଲା ବେଳେ ପୁରୀରୁ ଏବେ ବାହାରିକି ପଳେଇ ଆସିଲୁ। ବାଟରେ ଆସିଲା ବେଳେ ଗୋଟେ ଭଲ ଜଳଖିଆ ଦୋକାନଟେ ମିଳିଲା, ଏଠି ସବୁବେଳେ ଖାଉ। ତ ଜଳଖିଆ ଟିକେ ଭଲ ହେଇଥିଲା, ଖାଇଦେଲୁ ଆଉ। ତ ଖାଇଦେଇକି ସାଙ୍ଗେ ସାଙ୍ଗେ ବର୍ତ୍ତମାନ ଭୁବନେଶ୍ୱର ପଳେଇ ଆସିଲୁ। ଲିଙ୍ଗରାଜ ମନ୍ଦିର ଟିକେ ସନ୍ଧ୍ୟା ଆଳତି ଦେଖିବୁ, ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିକି ତାପରେ ଘରକୁ ବାହାରିବୁ। ଏପର୍ଯ୍ୟନ୍ତ ପହଞ୍ଚିଗଲୁ ଲିଙ୍ଗରାଜ ମନ୍ଦିର କତିରେ। ବାହାରେ ଟିକେ ଭିଡ଼ିଓ ଫଟୋ କରିନେଲୁ। ତାପରେ ଚାଲିଲୁ ଭିତରକୁ ଦର୍ଶନ କରିବା ପାଇଁ ଠାକୁରଙ୍କର। ଭିଡ଼ିଓ ତ ଆଲାଉ ନାହିଁ, ଏ ଯେଉଁ ଫଟୋ ତ ମୋବାଇଲ କିଛି ଆଲାଉ ନାହିଁ। ତ ଯାଇକି ଭିତରେ ଦର୍ଶନ କରିନା ପଳେଇ ଆସିଲୁ ଆଉ। ତ ଭଲରେ ସନ୍ଧ୍ୟା ଆଳତୀଟା ଦେଖିଲୁ। ସନ୍ଧ୍ୟାରେ ଠାକୁରଙ୍କୁ ଭଲରେ ଦର୍ଶନ ହେଇଗଲା। ତାପରେ ସିଧା ପଳେଇ ଆସିଲୁ। ତାପରେ ସିଧା ଗାଁକୁ ପଳେଇ ଆସିଲୁ ଆଉ।